ଭାଇ ତମେ ଆସିଲେ ମୁଁ ଖାଇବି, ନ ତ ଖାଇବିନି କିଛି ଶୋଇବିନି। ତମେ ଆଇଲେ ମୁଁ ଖାଇବି। ଅନୁଭବ ନ ଆଇଲେ ତମେ ଖାଇବନି, ଶୋଇବନି, ଅନେଇକି ରହିଥିବ। କେମିତି ଜାଣିଲ ଏଠି ଅନୁଭବ ଆସିବେ? ମୁଁ କହିଲି। ତମର ଅନୁଭବ ମହନ୍ତ ଦେଖିବା ପାଇଁ ଆସିଥିଲ? ତାଙ୍କୁ ଭାରି ଭଲ ପାଅ ନା କଣ? ତାଙ୍କର କଣ ଭଲ ଲାଗେ? ନା ଫିଲ୍ମ ଭଲ ଲାଗେ। ଦେଖିଛ କେବେ ତାଙ୍କ ସିନେମା? ଗୁଟକା ଛାଡିବା ପାଇଁ ତମେ କହିଥିଲେ ତମ ଅନୁଭବ? ଛାଡ଼ିଦେବି ଛାଡ଼ିଦେବି ଛାଡ଼ିଦେବି। ଅନୁଭବକୁ ନ ଦେଖିଲେ ଖାଇବନି ଭାତ। ଉପାସ ରହିବ। ଆଗରୁ ଅନୁଭବ ମହାନ୍ତିଙ୍କ ସହିତ ଦେଖା ହେଇଥିଲା ଟି? ଆଗରୁ ଅନୁଭବ ମହାନ୍ତିଙ୍କ ସହିତ ଦେଖା ହେଇଥିଲା? କେବେ ବି ଦେଖା ହେଇନି? ଆଜି କଣ ହଉଛି ଟିକେ ଆସିବେ ବୋଲି କହୁଥିଲେ? କଣ ହଉଛି ଆଜି ଆସିବେ ବୋଲି କହିଥିଲେ? ମୁଁ ଜାଣିନି, ମୁଁ ଆଉଥିଲି ଅନୁଭବ ଭାଇ ଫିଲ୍ମ ଦେଖିବାକୁ ଆଇଥିଲି। ତାପରେ ଆଙ୍କୁ ଦେଖିଲି ତ ତାପରେ କହିଲି ଅନୁଭବ ଭାଇ ଆସିବେ। ସେମାନେ କହିଲେ ସେମାନେ ମୋର ଭିଡ଼ିଓ କଲେ, କହିଲେ ଅନୁଭବ ଭାଇ ଏରୋପ୍ଲେନରେ ଆଉଛନ୍ତି, ତୁ ଏଠି ଥା, ତୁ ଆସିଲେ ତୁ ଦେଖାଦବୁ, ଏତିକି କହିଲେ। ତାଙ୍କର ଗୋଟେ ଫିଲ୍ମ ଆସୁଛି ଜାଣିଛ? ଗୋଟେ ଫିଲ୍ମ ଆସୁଛି ଜାଣିଛ? ନା। ଫିଲ୍ମ ଦେଖିଛି, ଫିଲ୍ମ ଦେଖିଛି। ଏଇ ଫିଲ୍ମ ଆସୁଛି ନୂଆ ଫିଲ୍ମ? ଦେଖିଛି। କଣ କି ଫିଲ୍ମ? ଅନୁଭବ ଫିଲ୍ମ ଗୋଟେ, ଆଉ ଗୋଟେ ଛକିଶୂନ ଗୋଟେ, ଆଉ ଗୋଟେ ଛକିଶୂନ ଗୋଟେ, ଆଉ ଗୋଟେ ଗୀତ ଗୋଟେ। ଅନୁଭବ ଭାଇ ମୁଁ ନ ଆଇଲେ ମୁଁ ଏଠି ଉପାସରେ ବସିବି। ତମେ ନ ଆଇଲେ ମୁଁ କିଛି ଖାଇବିନି ଆଜି।